ଜହନ ଲିଖିତ ସୁସମାଚାରରୁ ପାଠ 16 ଅଧ୍ୟାୟ 5ରୁ 11 ପଦ ପର୍ଯ୍ୟନ୍ତ। ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ, ମୁଁ ଏ ସମସ୍ତ ବିଷୟ ପ୍ରାରମ୍ଭରୁ କହିଲି ନାହିଁ, କାରଣ ମୁଁ ତୁମମାନଙ୍କ ସହିତ ଥିଲି। ବର୍ତ୍ତମାନ ମୁଁ ତାଙ୍କ ନିକଟକୁ ଯାଉଅଛି, ଯେ ମୋତେ ପ୍ରେରଣ କରିଅଛନ୍ତି। ଅଥବା ତୁମମାନଙ୍କ ମଧ୍ୟରୁ ଜଣେ ସୁଦ୍ଧା ପ୍ରଶ୍ନ କରୁନାହଁ, ଆପଣ କେଉଁଠାକୁ ଯାଉଛନ୍ତି? ମୁଁ ଏ ସକଳ ବିଷୟ ତୁମମାନଙ୍କୁ କହିବା ହେତୁ ତୁମମାନଙ୍କ ହୃଦୟ ଦୁଃଖରେ ଭରି ଯାଇଛି। ସେ ଯାହା ହେଉ, ମୁଁ ତୁମମାନଙ୍କୁ ସତ୍ୟ କହେ, କେବଳ ତୁମମାନଙ୍କର ମଙ୍ଗଳ ନିମନ୍ତେ ହିଁ ମୁଁ ଯାଉଛି। କାରଣ ମୁଁ ଯଦି ନ ଯାଏ, ସେହି ସହାୟକ ତୁମମାନଙ୍କ ନିକଟକୁ ଆସିବେ ନାହିଁ। କିନ୍ତୁ ଯଦି ମୁଁ ଯାଏ, ମୁଁ ତାଙ୍କୁ ତୁମମାନଙ୍କ ନିକଟକୁ ପ୍ରେରଣ କରିବି। ଯେତେବେଳେ ସେ ଆସିବେ, ପାପ, ଧାର୍ମିକତା ଏବଂ ଦଣ୍ଡ ବିଚାର ବିଷୟରେ ଜଗତକୁ ଦୋଷୀ ସାବ୍ୟସ୍ତ କରିବେ। ପାପ ବିଷୟରେ, ଯେହେତୁ ସେମାନେ ମୋତେ ବିଶ୍ୱାସ କଲେ ନାହିଁ। ଧାର୍ମିକତା ବିଷୟରେ, ଯେହେତୁ ମୁଁ ପିତାଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ କରୁଅଛି ଓ ତୁମେମାନେ ମୋତେ ଆଉ ଦେଖିପାରିବ ନାହିଁ। ଏବଂ ଦଣ୍ଡ ବିଚାର ବିଷୟରେ, ଯେହେତୁ ଏ ଜଗତର ଅଧିପତି ଦୋଷୀ ସାବ୍ୟସ୍ତ ହୋଇଅଛି। ପ୍ରଭୁଙ୍କର ସୁସମାଚାର। ପ୍ରିୟ ବନ୍ଧୁଗଣ, ଆମମାନେ ପାସ୍କା କାଳର 38 ଦିନରେ ପହଞ୍ଚି ଆସିଅଛୁ। ଏହି ଦିନରେ ପ୍ରଭୁ ଯୀଶୁ ତାହାଙ୍କର ପ୍ରେରିତମାନଙ୍କୁ ପବିତ୍ର ଆତ୍ମାଙ୍କ ବିଷୟରେ କହୁଅଛନ୍ତି, ସହାୟକ ବିଷୟରେ କହୁଅଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ପ୍ରଥମ ସହାୟକ। ପବିତ୍ର ଆତ୍ମା ହେଉଛନ୍ତି ଆମର ଦ୍ୱିତୀୟ ସହାୟକ। ସେହି ପବିତ୍ର ଆତ୍ମା ଆମମାନଙ୍କୁ ସାହାଯ୍ୟ କରୁଛନ୍ତି। ତେଣୁ ସେ କହୁଛନ୍ତି ଯେ ମୁଁ ବର୍ତ୍ତମାନ ଯାଉଛି। ମୋର ସମୟ ଯେତିକି ଥିଲା, ମୁଁ ମୋର କାର୍ଯ୍ୟ କରି ଯାଉଛି। 3 ବର୍ଷ ସେ କାର୍ଯ୍ୟ କଲେ, 30ରୁ 33। ଏହି 3 ବର୍ଷ କାର୍ଯ୍ୟ କଲା ପରେ ତାହାଙ୍କର କ୍ରୁଶବିଦ୍ଧ ହେବ, ଆଉ ସେ ତୃତୀୟ ଦିନରେ ପୁନରୁତ୍ଥିତ ହେବେ। 40 ଦିନ ପର୍ଯ୍ୟନ୍ତ ସେମାନଙ୍କୁ ସାକ୍ଷ୍ୟ ଦେବେ। ଆଉ ଥରେ ତାପରେ ସ୍ୱର୍ଗାରୋହଣ କରିବେ। ତାପରେ ପବିତ୍ର ଆତ୍ମାଙ୍କୁ ପଠାଇବେ, ଯେଉଁ କଥା ସେ ଏବେ ହିଁ କହୁଛନ୍ତି। ମୁଁ ସେହି ସହାୟକ ପବିତ୍ର ଆତ୍ମାଙ୍କୁ ପଠାଇବି। ମୁଁ ପିତାଙ୍କ ଠାରୁ ତାହାଙ୍କୁ ପଠାଇବି। ମୁଁ ନ ଗଲେ ସେ ଆସିବେ ନାହିଁ। ତେଣୁ ମୁଁ ତୁମମାନଙ୍କର ମଙ୍ଗଳ ନିମନ୍ତେ ହିଁ ମୁଁ ଯାଉଛି। ଆଉ ମୁଁ ତୁମ ସହିତ ବେଶୀ ଦିନ ରହିପାରିଲି ନାହିଁ, କିନ୍ତୁ ସେ ଚିରକାଳ ତୁମ ସହିତ ରହିବେ। ପବିତ୍ର ଆତ୍ମା ଆମ ସହିତ ଚିରକାଳ ରହିବେ, କାରଣ ସେ ତ୍ରୈକ୍ୟ ପରମେଶ୍ୱରଙ୍କର ତୃତୀୟ ବ୍ୟକ୍ତି। ପିତା ପରମେଶ୍ୱର, ପୁତ୍ର ପରମେଶ୍ୱର ଏବଂ ପବିତ୍ର ଆତ୍ମା ପରମେଶ୍ୱର। କେବଳ ପୁତ୍ର ପରମେଶ୍ୱର ଅବତାର ଗ୍ରହଣ କଲେ, ମନୁଷ୍ୟ ହେଲେ। ପରମେଶ୍ୱର ହୋଇ ସେ ଈଶ୍ୱର ହେଲେ, ଅର୍ଥାତ୍ ମନୁଷ୍ୟ ଅବତାର ଗ୍ରହଣ କଲେ। ସେଥିପାଇଁ ସେ ଈଶ୍ୱର ହେଲେ, ଆମର ଦେବତା ହେଲେ, ପାର୍ଥିବ ଦେବତା ହେଲେ। ସ୍ୱର୍ଗୀୟ ଦେବତା, ପାର୍ଥିବ ଦେବତା ହେଲେ। ଏହିପରି ସେ ଆମମାନଙ୍କ ନିକଟରେ ପିତା ପରମେଶ୍ୱରଙ୍କର ସାକ୍ଷ୍ୟ ଦେଲେ। ଆଉ ସେ ହିଁ ଆଉ ଥରେ ପବିତ୍ର ଆତ୍ମାକୁ ପ୍ରେରଣ କରୁଛନ୍ତି। ଆଉ ସେ ପବିତ୍ର ଆତ୍ମା କ'ଣ କରିବେ? ପାପ, ଧାର୍ମିକତା ଓ ଦଣ୍ଡ ବିଚାର ବିଷୟରେ ଜଗତକୁ ଦୋଷୀ ସାବ୍ୟସ୍ତ କରିବେ। କାରଣ ଆମମାନେ ସମସ୍ତେ ପାପୀ। ଯୀଶୁଙ୍କୁ ନ ବିଶ୍ୱାସ କରିବା ହିଁ ପାପ। ସେଥିପାଇଁ ସେହି ବିଷୟରେ ସେ ଆମକୁ ବିଚାର କରିବେ, ଦୋଷୀ ସାବ୍ୟସ୍ତ କରିବେ। ଯୀଶୁଙ୍କୁ ବିଚାର କରିବା ପାଇଁ ହିଁ, ବିଶ୍ୱାସ କରିବା ପାଇଁ ହିଁ ସେହି ପବିତ୍ର ଆତ୍ମା ଆସୁଛନ୍ତି। ଯୀଶୁଙ୍କୁ ନ ବିଶ୍ୱାସ କରିବା ହେଉଛି ପାପ। ପ୍ରଭୁଙ୍କର ଆଜ୍ଞା ଲଙ୍ଘନ କରିବା ପାପ। ଯୀଶୁଙ୍କର ଆଜ୍ଞା ଲଙ୍ଘନ କରିବା ପାପ। ତେଣୁ ସେହି ପାପ ବିଷୟରେ ସେ ଆମମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ ଯେ ଆମେ ଅଟୁ ପାପୀ। ଯୀଶୁ ପାପୀ ନୁହନ୍ତି, ମା ମାରିଆ ପାପୀ ନୁହନ୍ତି, କେତେ ପ୍ରବକ୍ତାମାନେ ପାପୀ ନୁହନ୍ତି, ସାଧୁ ଯୋସେଫ ମଧ୍ୟ ପାପୀ ନୁହନ୍ତି। କିନ୍ତୁ ଆମେ ବାକି ଯେତେ ସବୁ ଆମମାନେ ପାପ କରିଅଛୁ।
ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କରିଅଛୁ। ଈଶ୍ୱରଙ୍କ ପ୍ରେମର ଆଜ୍ଞା ଲଙ୍ଘନ କରିଅଛୁ। ଈଶ୍ୱରଙ୍କର 10 ଆଜ୍ଞା ବା ମଣ୍ଡଳୀର 5 ଆଜ୍ଞା ଏସବୁ ଗୁଡ଼ାକ ଆମମାନେ ଭଗ୍ନ କରିଅଛୁ। ସେଥିପାଇଁ ଆମମାନେ ଦୋଷୀ। ତେଣୁ ସେହି ବିଷୟରେ ସେ ଆମକୁ ଦୋଷୀ ସାବ୍ୟସ୍ତ କରିବେ। ସେ କହିବେ ତମେ ଏହା ଦୋଷ କରିଛ। ସେହି ଆତ୍ମା, ପବିତ୍ର ଆତ୍ମା ଆମମାନଙ୍କୁ ନୈତିକତା ଶିଖାନ୍ତି। କେଉଁଟା ଭଲ, କେଉଁଟା ମନ୍ଦ, କେଉଁଟା ସତ, କେଉଁଟା ମିଛ। ଆଉ ସେହି ହିସାବରେ ସେ ଆମମାନଙ୍କୁ ଦୋଷୀ ସାବ୍ୟସ୍ତ କରିବେ। ଏହା ହେଲା ପବିତ୍ର ଆତ୍ମାଙ୍କର ପ୍ରଥମ କାର୍ଯ୍ୟ। ଦ୍ୱିତୀୟ କାର୍ଯ୍ୟ ହେଉଛି ସେ ଧାର୍ମିକତା ବିଷୟରେ। କାରଣ ଧାର୍ମିକତା ହେଉଛି ନ୍ୟାୟ। କାରଣ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିତାଙ୍କ ନିକଟକୁ ଯାଉଛନ୍ତି। ତେଣୁ ଆଉ ଆମମାନେ ତାହାଙ୍କୁ ଦେଖିପାରିବା ନାହିଁ। ଯେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ ନ୍ୟାୟ କରିବା ପାଇଁ, କିନ୍ତୁ ଆମମାନେ ତାହାଙ୍କୁ ଅନ୍ୟାୟରେ ଦୋଷୀ ସାବ୍ୟସ୍ତ କଲେ, ତାହାଙ୍କୁ କ୍ରୁଶବିଦ୍ଧ କଲୁ। ତଥାପି ଯୀଶୁ ଆମମାନଙ୍କୁ ଦଣ୍ଡ ନ ଦେଇ କ୍ରୁଶରୁ ଆମମାନଙ୍କୁ କ୍ଷମା ଦେଲେ। ହେ ପିତା, ଏମାନେ କ'ଣ କରୁଛନ୍ତି, ଏମାନେ ଜାଣୁନାହାନ୍ତି। ତେଣୁ ଏହା ହେଉଛି ଯୀଶୁଙ୍କର ଧାର୍ମିକତା, ଯୀଶୁଙ୍କର ନ୍ୟାୟ। ସେ ନ୍ୟାୟରେ ଆମମାନଙ୍କୁ କ୍ଷମା ଦେଉଅଛନ୍ତି। ସେ ଆମମାନଙ୍କୁ ଦଣ୍ଡ ଦେଉନାହାନ୍ତି, ଆମମାନଙ୍କୁ ସେ କ୍ଷମା ଦେଉଅଛନ୍ତି। ଇଏ ହେଉଛି ପବିତ୍ର ଆତ୍ମାଙ୍କର ଦ୍ୱିତୀୟ କାର୍ଯ୍ୟ, ନ୍ୟାୟ କରିବା। ପ୍ରଭୁଙ୍କ ହିସାବରେ ସେ ଆମକୁ ନ୍ୟାୟ କରିବେ। ପ୍ରଭୁଙ୍କର ଆଜ୍ଞା ଲଙ୍ଘନକାରୀ ଯେତେବେଳେ ସେ ଅନୁତାପ କରେ, ସେତେବେଳେ ହିଁ ସେ କ୍ଷମା ପାଇବ। ଯିଏ ଅନୁତାପ କରେ ନାହିଁ ସେ ଦଣ୍ଡ ପାଇବ, ଜୁଦାସ ପରି। କିନ୍ତୁ ଯିଏ ଅନୁତାପ କରିବ ସେ କ୍ଷମା ପାଇବ, ପିତର ପରି। ହେଲେ ଇଏ ହେଉଛି ପ୍ରଭୁଙ୍କର ଧାର୍ମିକତା। ଆଉ ତୃତୀୟ ବିଷୟ ହେଉଛି ଦଣ୍ଡ ବିଚାର ବିଷୟରେ। ମାନେ ଆମେ ଯେଉଁ ପାପ କରିଅଛୁ ସେହି ପାପର ଦଣ୍ଡ ଅଛି। ଆମ ଜୀବନର ପାପର ଦଣ୍ଡ ଅଛି। ଆମେ ଯଦି ଅନୁତାପ କରିବା ତାହେଲେ କ୍ଷମା ଅଛି। ଅନୁତାପ ନ କଲେ ଆମର ଦଣ୍ଡ ଅଛି। ତେଣୁ ଆମେ ବିଚାରିତ ହେବା। ମୃତ୍ୟୁ ପରେ ବି ଆମେ ବିଚାରିତ ହେବା। ବିଚାର ହେଲା ପରେ ଆମେ ସ୍ୱର୍ଗକୁ ଯିବା, ନହେଲେ ନରକକୁ ଯିବା। ଆମେ ଯଦି ଭଲ କାର୍ଯ୍ୟ କରିଛୁ ସ୍ୱର୍ଗକୁ ଯିବା। ଆଉ କିଛି ଦୋଷ ଯଦି ଅଛି ତାହେଲେ ପାତାଳକୁ ଯିବା ପରିଷ୍କୃତ ହେବା ପାଇଁ, ତାପରେ ସ୍ୱର୍ଗକୁ ଯିବା। ଆଉ ଯଦି ଆମର କ୍ଷମା ନାହିଁ ତାହେଲେ ଆମେ ନରକକୁ ଯିବା। ଆଉ ଆମର ଆତ୍ମାକୁ ମଧ୍ୟ ପ୍ରଭୁ ନଷ୍ଟ କରିବେ ଶେଷ ବିଚାରରେ। ହେଲେ ଇଏ ହେଉଛି ପବିତ୍ର ଆତ୍ମାଙ୍କର କାର୍ଯ୍ୟ, ଆମକୁ ଚେତାଇ ଦିଅନ୍ତି। ଆଉ ଶେଷ ଦିନରେ ସେ ଆମମାନଙ୍କୁ ବିଚାର କରିବେ। ମଲା ପରେ ଆମମାନଙ୍କର ବିଚାର ହୁଏ, ଆମ ଆତ୍ମାର ବିଚାର ହୁଏ। ସେ ଆମମାନଙ୍କୁ ବିଚାର କରିବେ। ଆଉ ସେହି ପବିତ୍ର ଆତ୍ମା ହିଁ ଆମମାନଙ୍କୁ ବିଚାର କରି ସ୍ୱର୍ଗକୁ ନେବେ ବା ନରକକୁ ପଠାଇବେ। ତେଣୁ ଆସନ୍ତୁ ଏହି ପବିତ୍ର ଆତ୍ମାଙ୍କୁ ଆମମାନେ ସ୍ୱୀକାର କରିବା। ଆମର ଆତ୍ମା ଅଛି, ଆମର ହେଉଛି ଜୀବାତ୍ମା। ମନୁଷ୍ୟମାନଙ୍କର ଗଛପତ୍ରର ବି ଆତ୍ମା ଅଛି, ଗୋରୁ ଗାଈ ପ୍ରାଣୀମାନଙ୍କର ବି ଆତ୍ମା ଅଛି। ଏହି ଆତ୍ମା ହେଉଛି ଜୀବନ। ଯେଉଁ ଜୀବନ ଆମମାନେ ପାଇଅଛୁ, ଇଏ ହେଉଛି ଆତ୍ମା। ଆତ୍ମା କହିଲେ ଜୀବନ। ତେଣୁ ସେହି ଆତ୍ମାର 3ଟି ଗୁଣ, ଜାଣିବା ଗୁଣ, ଇଚ୍ଛା କରିବା ଗୁଣ, ଆଉ ମନେ ପକାଇବା ଗୁଣ, ସ୍ମରଣ କରିବା ଗୁଣ। ଏହି 3ଟି ଗୁଣ ସେ ରହିବ। ଆମେ ମଲା ପରେ ମଧ୍ୟ ଯଦି ଆମେ ସ୍ୱର୍ଗରେ ଅଛୁ ତାହେଲେ ଏହି ଗୁଣ ଗୁଡ଼ାକ ରହିବା। ଆମେ ଜାଣିପାରିବା, ଆମେ ଇଚ୍ଛା କରିପାରିବା, ଆଉ ଆମେ ମନେ ପକାଇ ପାରିବା। ହେଲେ ଏହି ଅଧିକାର ଗୁଡ଼ାକ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ଇଏ ହେଉଛି ଆମମାନଙ୍କର ବିଶ୍ୱାସ। ଏହି ବିଶ୍ୱାସରେ ବଢ଼ିବା ପାଇଁ ପ୍ରଭୁ ଆମମାନଙ୍କୁ ଆହ୍ୱାନ କରୁଛନ୍ତି। ତେଣୁ ଆସନ୍ତୁ ସେହି ପବିତ୍ର ଆତ୍ମାକୁ ଆମମାନେ ବିଶ୍ୱାସ କରିବା ଆଉ ସେହି ବିଶ୍ୱାସରେ ବଢ଼ିବା।